ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର। ପୋଲିସ ପକ୍ଷରୁ ତଦନ୍ତ ଜାରି। ଦିନକୁ ଦିନ ବସ୍ତା ଅଞ୍ଚଳରେ ଆଇନ ଶୃଙ୍ଖଳା ଭୋଗୁଳା ହୋଇ ପଡ଼ିଥିବା ବେଳେ ଦିନ ଦ୍ୱିପହରେ ଡକାୟତ ରାହାଜାନୀ ଲାଗି ରହିଛି, ଯାହାଫଳରେ ସାଧାରଣ ଲୋକେ ଯାତାୟାତ ସମୟରେ ବି ଭୟଭୀତ ହେବା ସହିତ ନିଜକୁ ନିରାପଦ ମଣୁନାହାନ୍ତି। ଏହିପରି ଅବସ୍ଥାରେ ଗତକାଲି ବସ୍ତା ଥାନା ଅଧୀନସ୍ଥ ଚକୁରୀ ପଞ୍ଚାୟତ ପାହାଇକଡିହା ଚକୁରାଇଠାରେ ବିଳମ୍ବିତ ରାତ୍ରିରେ ଜୈନିକ ଯୁବକଙ୍କୁ ଗୁଳିମାଡ଼ ହେବା ପରେ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାରୁ ଜଣାପଡ଼ିଛି, ବସ୍ତା ଥାନା ନିମା ଗ୍ରାମର ବଂଶୀଧର ଜେନାଙ୍କ ପୁଅ ସୁଧାଂଶୁ ଶେଖର ଜେନା ଗତକାଲି ରାତି 11ଟା ସମୟରେ ମୁକୁଳୁସିରେ ତାଙ୍କ ଭିଣୋଇ ଘରୁ ସୁଧାଂଶୁ ଓ ତାଙ୍କ ସାଙ୍ଗ ବାଇକ୍ରେ ଘରକୁ ଫେରିବା ସମୟରେ ପାଇକଡିହା ଚୌକରାଇଠାରେ 3ରୁ 4 ଜଣ ଦୁର୍ବୃତ୍ତ ତାଙ୍କ ବାଇକ୍କୁ ଅଟକାଇଥିଲେ। ତାଙ୍କ ବାଇକ୍ରୁ ଚାବିକାଠି ଛଡ଼ାଇ ନେବା ପରେ ସୁଧାଂଶୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ସହ ଶବ୍ଦ ଶୁଣି ବାଇକ୍ ପଛରେ ବସିଥିବା ସାଙ୍ଗ ବାଇକ୍ରୁ ଓହ୍ଲାଇ ଜୀବନ ବିକଳରେ ଅନ୍ଧାରରେ ଦୌଡ଼ି ପଳାଇ ଯାଇଥିଲେ। ସୁଧାଂଶୁ ତଳେ ପଡ଼ି ଚିତ୍କାର କରୁଥିବା ଶୁଣି ଗାଁ ଲୋକ ଆସି ସୁଧାଂଶୁକୁ ତଳୁ ଉଠାଇ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଦୁର୍ବୃତ୍ତମାନେ ଛିନତାଇ ନା ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟାଇଛନ୍ତି ତାହା ଜଣାପଡ଼ିନାହିଁ। ତେବେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।